ମୁଁ ନିରଞ୍ଜନ ମିଶ୍ର ମାନ୍ଧାତାପୁର ବାସିନ୍ଦା। ଏ ଗାଁର ପୁଅ, ମାଟିର ପୁଅ। ଜନ୍ମ ବେଳେ ନିଆଁ, ମରଣ ବେଳେ ନିଆଁ। ଏ ଦୁନିଆ ଜନ୍ମ ବେଳେ ନିଆଁ, ମରଣ ବେଳେ ନିଆଁ, କିନ୍ତୁ ଗାଁ ମାଟି ମୋ ମା, ଇଏ ହେଉଛି ମୋ ପରିଚୟ। ଆଜି ଆମ ଗାଁ ମାନ୍ଧାତାପୁରିଆ ମାନେ ଏକାଠି ହେଇଛୁ। ସମସ୍ତେ ମାନ୍ଧାତାପୁର ଗାଁ ମୋ ମାଟି ମୋ ମା, ସମସ୍ତଙ୍କର ବିକାଶ ପାଇଁ ଚେଷ୍ଟା ଅଛୁ। ଜୟ ହିନ୍ଦ, ଜୟ ଜଗନ୍ନାଥ। ମୋ ନାଁ ହେଉଛି ମାନସ କୁମାର ମିଶ୍ର। ମାନ୍ଧାତାପୁର ମୁଁ ବର୍ତ୍ତମାନ ସଭାପତି ଅଛି ବା ସେବକ ହିସାବରେ ନିଜକୁ ପରିଗଣିତ କରେ। ଏବଂ ପଞ୍ଚାୟତ ହେଉଛି ଜେମାଦେଇପୁର ପାଟନା ଏବଂ ନୟାଗଡ଼ ଜିଲ୍ଲା। ଆଜି ଏ ଯେଉଁ କାର୍ଯ୍ୟକ୍ରମ ଆପଣମାନେ ଦେଖୁଛନ୍ତି, ମାନ୍ଧାତାପୁରର ବହୁତ ପ୍ରାଚୀନ ଗ୍ରାମ, ବହୁତ ପୁରୁଣା ଗାଁ, ରାଜା ଅମଳର ଗାଁ। ଆଜି ଏଇ ମାନ୍ଧାତାପୁରର ଯେତେ ସବୁ ସଦସ୍ୟ ଅଛନ୍ତି, ଗ୍ରାମବାସୀ ଅଛନ୍ତି, ଆମେ ପ୍ରତ୍ୟେକ ବର୍ଷ କାର୍ଯ୍ୟକ୍ରମ କରୁ, ବନ୍ଧୁ ମିଳନ କାର୍ଯ୍ୟକ୍ରମ କରୁ ଏବଂ ଏ 2025 ବର୍ଷର ଆଜିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଥିଲା ଏବଂ ସମସ୍ତେ ବାହାରେ ରହୁଥିବା ମାନ୍ଧାତାପୁରର ସବୁ ଗ୍ରାମବାସୀ ଉପସ୍ଥିତ ଅଛନ୍ତି ଏବଂ ଆଜିର ପ୍ରୋଗ୍ରାମକୁ ସଫଳ ରୂପାୟନ କରିବା ପାଇଁ ସମସ୍ତଙ୍କର ସହଯୋଗ ପାଇଁ ମୁଁ ସମସ୍ତଙ୍କୁ ଅନ୍ତରରୁ କୃତଜ୍ଞତା ଦେଉଛି, ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଦେଉଛି। ଏପରି ଆମେ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମକୁ ଭଲରେ କରିବା ପାଇଁ ଶପଥ ମଧ୍ୟ ନେଇଛୁ। ଗାଁ ମାତୃଭୂମି ମାତୃଭାଷାରେ ମମତା, ଜାହୁରିରେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିମା, ଅଜ୍ଞାନୀ ରହିବେ କାହିଁ। ମୋ ପ୍ରତି ଭଲ ପାଇବାର ଇଏ ହେଉଛି ଗୋଟେ ନିଚକ ଉଦାହରଣ। ଧନ୍ୟବାଦ। ମୋ ନାଁ ମଧୁସୂଦନ ମିଶ୍ର। ମୁଁ ସ୍ୱର୍ଗୀୟ ଶ୍ରୀଯୁକ୍ତ ମଦନ ମୋହନ ମିଶ୍ରଙ୍କର ସାନ ପୁଅ। ଏଇ ମାନ୍ଧାତାପୁରରେ ମୋର ଜନ୍ମ। ମୋତେ ଯେତେବେଳେ 19 ବର୍ଷ ହେଇଥିଲା ଆମେ ମାନ୍ଧାତାପୁର ଛାଡ଼ିଲୁ। ଯେହେତୁ ଆମର ଘରର ଜାଗା ଛୋଟ ଥିଲା, ତେଣୁ ଆମର ଓଡ଼ଗାଁରେ ଗୋଟିଏ ଘର କରିକି ଆମେ ସେଠିକି ସିଫ୍ଟ କଲୁ। ଆଉ ସେଦିନ ସିଫ୍ଟ କଲା ଦିନର ଯେଉଁ ହୃଦୟ ବିଦାରକ ଦୃଶ୍ୟ ଆଜି ବି ମନେ ପଡ଼ୁଛି। ମୁଁ କାନ୍ଦିଥିଲି ବହୁତ ଯେ ମୁଁ ଗାଁ ଛାଡ଼ିକି ଯାଉଛି। ଆଜି ମୋର ଗୋଟିଏ ପରିଚୟ, ମୋ ଝିଅ ଶୋଭନା ମିଶ୍ର, ଯିଏକି ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସର 12 ବର୍ଷର ଆଙ୍କର। ଅକ୍ଟୋବର ମାସ ହେଇଗଲେ କାହିଁକି ଏମିତି ଗୋଟେ ମନେ ପଡ଼େ ଯେ ଏଥର ଗାଁକୁ ଯିବାର ସମୟ ଆସିଗଲା ଏବଂ ଏତେ ଖୁସି ମୁଁ ହୁଏ ଯେ ଡେଟ୍ଟା କେଉଁ ଦିନ ହେଉଛି ଏବଂ ସେଇ ଦିନକୁ ମୁଁ ଅପେକ୍ଷା କରେ। ଆପଣ ବିଶ୍ୱାସ କରିବେନି, କାଲି ଯେଉଁ ଶୋଭନା ମିଶ୍ର ମୋ ଝିଅ ଆଙ୍କର, କାଲି ମୁଁ ନିମାପଡ଼ା ମହୋତ୍ସବକୁ ତାକୁ ନେଇକି ଯାଇଥିଲି। ମୋ ଗାଁ ମାନ୍ଧାତାପୁରକୁ କେମିତି ଯିବି, ମୁଁ କେମିତି ସମସ୍ତଙ୍କୁ ଦେଖିବି? ସେଇ ରାମକୃଷ୍ଣ ଭାଇନା, ସେଇ ମାନସ, ସେଇ ନାଲୁ, ସେଇ ବୁଲୁ, ସମସ୍ତେ ଆଜି ମୋ ପାଖରେ ଅଛନ୍ତି। ସେଇ ରଙ୍କ ମୋ କ୍ଲାସମେଟ୍। ମୁଁ ସମସ୍ତଙ୍କୁ ପାଇକି ଆଜି ବହୁତ ଖୁସି। ହୁଏତ ଅଧଘଣ୍ଟା ପରେ ମୁଁ ଛାଡ଼ିବି ଏଇ ଗାଁ, କିନ୍ତୁ ସ୍ମୃତିରେ ରହିଯିବ। ଭଗବାନ ଜାଣନ୍ତୁ, ସମସ୍ତେ ଥାଆନ୍ତୁ, ମୁଁ ପୁଣି ଆର ବର୍ଷ ଆସିବି ଏବଂ ଏଇ କାର୍ଯ୍ୟକ୍ରମରେ ଯୋଗ ଦେବି। ପର୍ଟିକୁଲାରଲି ରାମକୃଷ୍ଣ ଭାଇନାଙ୍କୁ ମୁଁ ବହୁତ ମନେ ପକାଏ, କାରଣ ସେ ଯେତେବେଳେ ସରପଞ୍ଚରେ ଠିଆ ହୁଅନ୍ତି ମୁଁ ତାଙ୍କର ପୋଷ୍ଟର ଲେଖେ କାନ୍ଥ ବାଡ଼ରେ। ମୋ ନାଁ ଝରଣା ରାଣୀ ରଥ। ମୁଇଁ ମାନ୍ଧାତାପୁରର ଝିଅ। ଆଉ ମୋତେ ଗାଁରେ ସମସ୍ତେ ବିବିନା ଡାକନ୍ତି। ଆଜି ବହୁତ ଖୁସି ଅଛି। ଆଉ ପିଲାଦିନର ସବୁ ସ୍ମୃତି ପୁଣି ଜାଗ୍ରତ ହେଇଯାଉଛି। ଦୀର୍ଘ 25 ବର୍ଷ ପରେ ଆମେ ଏଇ ମାନ୍ଧାତାପୁରକୁ ପୁଣି ଆସିକି ଦେଖିପାରୁଛୁ। ସେଇଟା ସବୁ ଜଗନ୍ନାଥଙ୍କର କୃପା। ଆଉ ପିଲାଦିନ ମନେ ପଡ଼ୁଛି, ବହୁତ ଲୋକଙ୍କୁ ଦେଖିଛି, ବହୁତ ଖୁସି ଲାଗୁଛି। କାରଣ ଯେଉଁ ବয়োଜ୍ୟେଷ୍ଠ ଲୋକଙ୍କୁ ଆଜି ଦେଖିକି ଇମୋସନାଲ୍ ହେଲି, ସେମାନେ ଛୋଟବେଳେ ସେମାନେ ବହୁତ ୟଙ୍ଗ ଥିଲେ, ଆମକୁ ରାଗ ହେଉଥିଲେ। ଆମେ ସେତେବେଳେ ସେ ରାଗ ସେ ବୁଝିପାରୁନଥିଲୁ। ମୁଁ କହିଲି କ'ଣ ଏଇ ଲୋକମାନେ ଆମକୁ ଏତେ ଗାଳି କରୁଛନ୍ତି, ଆମ ଛୁଆମାନଙ୍କୁ ଖେଳି ବି ଦେଉନାହାନ୍ତି, ବରକୋଳି ଚୋରେଇ ଦେଉନାହାନ୍ତି। କିନ୍ତୁ ଆଜି ଯେତେବେଳେ ସେମାନଙ୍କୁ ଦେଖିଲି, ସେମାନେ ତାଙ୍କର ମାନେ ଆଉ ସେମାନେ ଏତେ ଅସହାୟ ଅଛନ୍ତି, ତାଙ୍କୁ ଜଣେ ସପୋର୍ଟରେ ନେବାକୁ ଯାଉଛନ୍ତି। ଆଉ ଆଜି ଆମେ ଛିଡ଼ା ହେଇଛୁ ଆଉ ବହୁତ ଡିସିପ୍ଲିନ୍ ହେଇକି ଓଡ଼ିଶାର ବାହାରେ ବି, ଇଣ୍ଡିଆରେ ଆମେ ଅଲ୍ ଓଭର୍ ଇଣ୍ଡିଆ, ସାଉଥ୍ ନର୍ଥରେ ବି ମୁଁ କାମ କରିକି ଆସିଛି। ତାଙ୍କମାନଙ୍କର ଆଶୀର୍ବାଦ, ତାଙ୍କମାନଙ୍କ ସେ ପିଲାବେଳୁ ଦେଇଥିବା ଡିସିପ୍ଲିନ୍ ଯୋଗୁଁ। ତ ସେଥିପାଇଁ ଟିକେ ଇମୋସନାଲ୍ ଲାଗିଲା। ମୋ ଫ୍ୟାମିଲିର ସମସ୍ତେ ଏଇଠି ବି ଥିଲେ, ଖୁଡ଼ି କକେଇ। ତ ଛୋଟ ପିଲାବେଳେ ତାଙ୍କ ମାନେ ତାଙ୍କର ଡାଡ ଡପକ ସବୁ ଗାଳି, ସେଇ ଜିନିଷ ସବୁ ମନେ ପଡ଼ିଲା। ଆଉ ସେଇ ଗାଳି ମନ୍ଦ ଯାହା ବି ଆମେ ଛୋଟବେଳୁ ଖାଇଥିଲୁ, ସେ ଗୋଟେ ଡିସିପ୍ଲିନ୍ ଲାଇଫ୍ ଆଉ ଗୋଟେ ସକ୍ସେସଫୁଲ୍ ଲିଡ୍ କରିବାରେ ସେମାନେ ବହୁତ ହେଲ୍ପ କରିଛନ୍ତି। ସମସ୍ତେ ତ ମଜାମସ୍ତିରେ ରହୁଛନ୍ତି, କିନ୍ତୁ କୌଣସି ନା କୌଣସି ତାଙ୍କ କର୍ଣ୍ଣର ଷ୍ଟୋନ୍ରେ ସେ ଗାଁ ହିଁ ବସି ରହିଛି। ମେନ୍ ଚିଜ୍ ହେଉଛି ଆମକୁ ମୋଟିଭେଟ୍ କରି ଏମିତି ଛୋଟିଆ ଛୋଟିଆ ଯଦି ଅର୍ଗାନାଇଜ୍ କରିବା, ନିଶ୍ଚିତ ଭାବେ ସେମାନେ ସେ ମଡ଼ର୍ଣ୍ଣାଇଜେସନ୍କୁ ଛାଡ଼ିକି ସେ ଗାଁ ମୁଖ ହେବେ। ଆଉ ଗାଁର ଏଇ ଯେଉଁ ନ୍ୟାଚୁରାଲ୍ ଯେତକ ଏନ୍ଭାୟରମେଣ୍ଟ ଅଛି ତାକୁ ସେମାନେ ଏନ୍ଜୟ କରିବେ। କେଉଁଠି ନା କେଉଁଠି ଆମେ ୟଙ୍ଗଷ୍ଟର୍ସ ମାନେ ଭୁଲି ଯାଉଛେ ଯେ ସେମାନଙ୍କୁ ମୋଟିଭେଟ୍ କରିକି, ଆମେ ଯେହେତୁ ୟଙ୍ଗ, ମୋ ଛୋଟ ଛୁଆକୁ ମୁଁ ହିଁ ଗାଁକୁ ନେବା ଦରକାର। ମୁଁ ହିଁ ତାଙ୍କୁ କହିବି, ଦେଖ ମୋର ଇଏ ସାଙ୍ଗ ଥିଲା, ଇଏ ଆମକୁ ଏମିତି ହେଲ୍ପ କରିଥିଲେ, ଆମେ ଏମିତି ପଢ଼ିଥିଲା ତାଙ୍କ ଡିସିପ୍ଲିନ୍ ଯୋଗୁଁ। ତ ଆମେ ଏଇ
यंगस्टर मैंने ही आम जेन वाला को ही मोटिवेट करके आनीपर एमती छोट छोट करके गाँ पाखक आने पड़ो आ गाँ पाख हूँ सब न्याचुराल जिनस बाहर देखते डेली हालत केमी अच्छी से पल्यूशन मुक्त करके पिला पुणी गाँव को फेर आना से आमर ही रेस्पॉन्सिबिलिटी नहीं नुआ पीढ़ी मैंने बापा माँ केयर ना चाहते कौन ना कौन देखते जमी आईटी सेक्टर के बांग्लोर काम कले जिते चाहिए भी छुट्टी मिलेनि बापा माँ को देखी आसापी कि हाँ जेहेतु आम ओडिशा भी बहुत जिनस है आम निजे चाहिए गोटे एंटरप्रेन्योरशिप करके आम बापा माँ को ध्यान देके आम इनकम भी करें तो बापा माँ तो सबुठ भगवान भी बड़ चलती ठाकुर तो आम निश्चित कोशिश करें जो जमी थी आम नहले भी स्वतः आम परोक्ष भाव में हेल्प करके सेवा शुश्रूषा कर थैंक यू परिचय मोर परिचय है मु संजय कुमार मिश्र एडवोकेट सीनियर एडवोकेट ओडिशा हाईकोर्ट कटक मु बासिंदा किंतु मु मानधतापुर जन्म होनी कि ये बढ़ी कि पाठ पढ़ी बापा रेटी मत गाँ को भिड़ी आनु बर्तमान हाँ मत तो बहुत खुशी लगे मु भी गोटे ऑर्गेनाइजर आम जो 10-12 जन ऑर्गेनाइजर अच्छे ता भर मुझे प्राइम ऑर्गेनाइजर से ऑर्गेनाइज कर वर्ष भी आम बंद हो बसला कहीं समस्ते बाहर जो मैंने अच्छा से व्हाट्सअप पठेले जे आम ए वर्ष दुखित जापरूनी कि कहली ना बंद हो पार जहाँ भी हेले अनुष्ठान आरंभ कर अनुष्ठान लिंगर कर जहाँ भी हो खर्च जहाँ भी हो आम करवा मिलमिशी करवा से आम रहलु किंतु आज देखिली जो मैंने सब आसी बहुत भी बंधु आसी भुवनेश्वर कटक रू आसी से बहुत खुशी हाँ वयोज्येष्ठ मानक आमर तो कर्तव्य आम हिंदू हिसाब से वयोज्येष्ठ मानक सम्मान करने कथा आमर कनिष्ठ मानक आशीर्वाद करने कथा जोटा कि आम निहाती दरकार आम से कार्यक्रम को हाथ को नहींचु यथासाध्य आम सम्मान जनाऊँ हाँ मु भावुची तो निहाती जरूरी कहीं ना बर्तमान लोक सहराभिमुखी हो से ग्राम को भूली जाऊँच आस्ते आस्ते आम ए वर्ष 3 वर्ष तले ये जिन चिंता करी आम से जिनसा कलु जो मैंने सहर में रोच से बयस्क है गाँव को आसीपारूना सहित साक्षात होनी कहार गोटे कार्य है से आसुँच फैमिली सहित इंटराक्शन होकर पलि जाऊँ किंतु एमती गोटे कार्यक्रम कले समस्ते आसबे समस्ते मेल हवा समस्ते पिला उदाहरण देवी मु मत वर्ष गाँव में रहा समस्ते चिन्हले कि मु बाहर को पलैला बर्तमान जो मैंने पिला थे से मत बर्तमान जानी कि एवं जो मैंने 20 वर्ष भर जन्म होती आमको चिन्ह पाना एमती आसवा द्वारा से आमको चिन्हे आटलिस्ट जानवे तो गाँव जड़े व्यक्ति से ही यथेष्ट समस्ते जानवा दरकार आम ग्रामवासी अमुक गाँव लोक समुक गाँव आदर्श भल जिन से आम बहुत विचार करी जिनसा आम आगे ना चेष्टा करूँ आशा करूँ भविष्य में ये जिनसा रहू।